ଗଲାଣି କର୍ମକ୍ଷେତ୍ରରେ ଆସିଲା ପରେ ବୁଝିଲେ କି ଖାଉଛି ତ ଠିକ୍ ଠାକ୍ ରଖିଛି ଖାଇବା ଆଜି ବୁଝିଲେ କି ଖାଇ ଗରମରେ ତ ଗରମ ଖାଇ ହେଉନି ନା ସେଥିପାଇଁ ପଖାଳ କରିକି ଖାଇବାକୁ ପଡ଼ୁଛି ତ ସବୁଠାରୁ ବେଟର ପଖାଳ ଖାଇବ ପେଟ ଥଣ୍ଡା ରହିବ ମନ ଥଣ୍ଡା ରହିବ ମୁଣ୍ଡ ବି ଥଣ୍ଡା ରହିବ ସବୁ କିଛି ଥଣ୍ଡା ରହିବ ବୁଝିପାରିଲେ ଆଉ ଇଏ ଗରମରେ କ'ଣ କରିବା କିଛି ତ କରିହେବନି ନା ଆଉ ତାପରେ ଆମ୍ବ ଖାଇବେ ଯେ କିନ୍ତୁ ଲିମିଟ୍ରେ ଖାଇବେ କାହିଁକିନା ପେଟ ଖରାପ ଥରେ ଖରାପ ହେଇଗଲା ମାନେ ଝାଡ଼ା ଦୌଡ଼ିବେ ପୁରା ଲାଟିନ୍ ପୁରା ଆଉ ଫୁର୍ସତ ମିଳିବନି ବୁଝିଲେ ତ ଏଠି ମୁଁ ଆଜ୍ଞା ଖାଉଛି କ'ଣ ନା ପଖାଳ ଭାତ ଆରେ ଭାଇ ଜୟ ଶ୍ରୀରାମ ମୋ ପ୍ରଭାତ ତ ଏବେ ଟାଇମ୍ ଆସିକିରି ହେଇଗଲାଣି କେତେଟା ନା 2ଟା ବାଜିବା ପାଇଁ 15 ମିନିଟ୍ ଅଛି ଖରାବେଳ ଉଦୁଉଦିଆ ଖରାବେଳ ଟାଇମ୍ଟା କେଉଁଠୁ ଆସିଲି ନା କର୍ମକ୍ଷେତ୍ରରୁ ଆସିକିରି ଗାଧେଇକିରି ଖାଇବା ପାଇଁ ଯାଉଛି ଆଜିର ଖାଇବା ଆଉ ଆଜିର ୱେଦର୍ କେମିତି ଅଛି ଆପଣମାନଙ୍କ ସାମ୍ନାରେ ଟିକେ ଦେଖି ନିଅନ୍ତୁ ଆଜିର ୱେଦର୍ ଏମିତି ଅଛି ବୁଝିପାରିଲେ ବହୁ ରେଟ୍ର ଖରା ହେଉଥିଲା ଖରା ଟିକେ କମିଛି କମିଲେ କ'ଣ ହେବ ଗୁଳୁଗୁଳି ପାଗ କରୁଛି କେତେ ଜୋରରେ ପୁରା ବର୍ଷା ଉଠେଇକିରି ଆସିଲାଣି ହେଲେ ବର୍ଷା ତ ହେଉନି ଆଉ କରିବ କ'ଣ ବୁଝିପାରିଲେ ଆଉ ଆଜିର ଖାଇବା କ'ଣ ଭାଇ ଆମର କରିକି ଯାଇଛି ଏଠି ଆମର ପଖାଳ ଭାତ ସଜନା ଛୁଇଁ ଆଳୁ ଭଜା ବଡ଼ି ଚୁରା ଆଉ ଆମ୍ବ ଠିକ୍ ଅଛି ଯିବା ଏବେ କ'ଣ କରିବା ନା ଟିକେ ଖାଇଦେବା ଲୁଣଟା ନେଇନାହିଁ ଲୁଣ ନେଇବା ଲୁଣ ପକାଇ ଖାଇବା କେମିତି କ'ଣ ଟେଷ୍ଟ ହେଇଛି ଆପଣମାନଙ୍କ ସାମ୍ନାରେ ବହୁତ ଜୋରେ କଷ୍ଟ କଲେଣି କର୍ମକ୍ଷେତ୍ରରେ ଆସିଲା ପରେ ବୁଝିଲେ କି ଖାଉଛି ତ ଠିକ୍ ଠାକ୍ ରଖିଛି ଖାଇବା ଆଜି ବୁଝିଲେ କି ଖାଇ ଗରମରେ ତ ଗରମ ଖାଇ ହେଉନି ନା ସେଥିପାଇଁ ପଖାଳ କରିକି ଖାଇବାକୁ ପଡ଼ୁଛି ତ ସବୁଠାରୁ ବେଟର ପଖାଳ ଖାଇବ ପେଟ ଥଣ୍ଡା ରହିବ ମନ ଥଣ୍ଡା ରହିବ ମୁଣ୍ଡ ବି ଥଣ୍ଡା ରହିବ ସବୁ କିଛି ଥଣ୍ଡା ରହିବ ବୁଝିପାରିଲେ ଆଉ ଇଏ ଗରମରେ କ'ଣ କରିବା କିଛି ତ କରିହେବନି ନା ଆଉ ତାପରେ ଆମ୍ବ ଖାଇବେ ଯେ କିନ୍ତୁ ଲିମିଟ୍ରେ ଖାଇବେ କାହିଁକିନା ପେଟ ଖରାପ ଥରେ ଖରାପ ହେଇଗଲା ମାନେ ଝାଡ଼ା ଦୌଡ଼ିବେ ପୁରା ଲାଟିନ୍ ପୁରା ଆଉ ଫୁର୍ସତ ମିଳିବନି ବୁଝିଲେ ତ ଏଠି ମୁଁ ଆଜ୍ଞା ଖାଉଛି କ'ଣ ନା ପଖାଳ ଭାତ ହେଲା ଖାଇଦେବା ଭୋକ ହେଲାଣି ପ୍ରବଳ ଜୋରେ ତ ଆଜି ବ୍ଲଗ୍ଟା ଷ୍ଟାର୍ଟ କରୁଛି କେତେଟାରେ ନା 2:30 କହିଲି 2ଟା ବାଜିବାକୁ 15 ମିନିଟ୍ ଅଛି ମୁଁ ବ୍ଲଗ୍ଟା ଷ୍ଟାର୍ଟ କରିବି ତ ଆଜି ଦିନର କ'ଣ ହେଉଛି କ'ଣ ନାହିଁ କ'ଣ କରୁଛି ଆପଣମାନଙ୍କ ସାମ୍ନାରେ ରହିବ ତ ଠିକ୍ ଅଛି ଏବେ କ'ଣ କରିବା ନା ଖାଇ ଦେଇକି 2ଟା ଟିକେ ରେଷ୍ଟ ନେବା ରେଷ୍ଟ ନେଇକିରି ଆପଣମାନଙ୍କ ସାଙ୍ଗରେ କଥାବାର୍ତ୍ତା ହେବା ସେଥିପାଇଁ ଷ୍ଟେ ଟିକେ ରୁହନ୍ତୁ ବୁଝିଲେ କି ଆଉ ହଁ ଏ ଖରାରେ କୁଆଡ଼େ ଘରୁ ବାହାରନ୍ତୁନି ସାଙ୍ଗମାନେ ଟୋଟାଲ ବାହାରନ୍ତୁ ନାହିଁ ଏତେ ଜୋରେ ଖରା ହେଉଛି ଜଳୀୟ ଅଂଶ କମିଯିବ ସନଷ୍ଟ୍ରୋକ୍ ହେଇଯିବ ବୁଝିପାରିଲେ କାମ ଅଧିକ କାମ ପଡ଼ିଲେ ଘରୁ ବାହାରନ୍ତୁ ନଚେତ ଖରା କମିବା ପର୍ଯ୍ୟନ୍ତ ଘରେ ରୁହନ୍ତୁ ବୁଝିଲେ ସଫିସିଏଣ୍ଟ ପାଣି ଦେଖୁଛନ୍ତି ମାନେ ମୁଁ ଗାଧେଇ ସାରିଲା ପରେ ମୋର ଅବସ୍ଥା କେଉଁ ଭଳିଆ ଏମିତି ଆଉ ଅବସ୍ଥା ଆଉ କ'ଣ କରିବା ଶୋଇକିରି ଉଠିକିରି ଭାବିଲି ଆପଣମାନଙ୍କ ସାଙ୍ଗେ ଟିକେ କଥା ହେବି କାହିଁକିନା କହିଥିଲି ଶୋଇକି ଉଠିଲା ପରେ ଆପଣମାନଙ୍କ ସାଙ୍ଗରେ କଥାବାର୍ତ୍ତା ତ ଶୋଇକିରି ଉଠିକିରି ଟିକେ ଲେଟ୍ ହେଇଗଲା କ'ଣ ପାଇଁ ନା ଯାଇଥିଲି ଶୋଇକିରି ଉଠିକିରି ପଳେଇଥିଲି ମାର୍କେଟକୁ ଯାଇକିରି କିଛି ରୁମ୍ର ସବୁ ଜିନିଷ ଆଣିକିରି ଆସିଲି ଆଉ ଆସିକିରି ଏଇଠି ଟିକେ ବୁଲୁଛି ଟିକେ ସୁଲସୁଲିଆ ପବନ ଟିକେ ମାରୁଛି ବାହାର ପବନ ଘର ଭିତରେ ତ ପଶି ହେଉନି ଏତେ ଜୋରେ ଗରମ ମାନେ କହିବାର କଥା ନାହିଁ ଦେଖିପାରୁଥିବେ ପୁରା ଅବସ୍ଥା କେଉଁ ରେଟ୍ର ହେଇଗଲାଣି ଏ ଗରମରେ ତ ଏଇ କ'ଣ ଆଣିଛି ଆପଣମାନଙ୍କ ସାମ୍ନାରେ ଟିକେ ଦେଖି ନିଅନ୍ତୁ ବୁଝିଲେ ଏଇଟା ଗୋଟେ ମେଡ଼ିସିନଟେ ଆଣିଲି ଆମର ବୁଝିଲ ଗୋଟେ ମେଡ଼ିସିନ ଆଉ ଏଠି ପରିବା ଏ ପରିବା ସବୁ ଜରି ଭିତରେ ପଶିଛି ମୁଁ ଏ ରୁମ୍ ବି ଖୋଲିନି ରୁମ୍ ତାଲା ମରା ହେଇଛି ମୁଁ କହିଲି ଦେଖିବା ଯିବା ତ ରୁମ୍କୁ ଆଉ କ'ଣ କରିବା ଏଇଠି ତ ଟିକେ ବାହାରେ ଟିକେ ବୁଲୁଛି ଆଉ ପ୍ରବଳ ଜୋରେ ଗରମ ଆଉ କହିବାର କଥା ନାହିଁ ହେଲା ଏଠି ଭଣ୍ଡା ଗୁଡ଼ାକ ପ୍ରବଳ ହେଇଥିଲା ସବୁ କିଏ କୁଆଡ଼େ କେଞ୍ଚିକିରି ନେଇ ପଳେଇଲେଣି ଆଉ ଏତିକି ଜମାରୁ ଭଣ୍ଡା ଅଛି ଆଉ ଉପରେ କଷି ଧରିଛି ଛୋଟ ଛୋଟ ହେଇଛି ହେଲା ଆଉ ଏଠି ତ
ଏ ଗଛରେ ନୂଆ ଫଳୁଛି, ଫଳ ଧୀରେ ଧୀରେ ଧରୁଛି, ବୁଝିଲ। ଏମିତି ଡ୍ରେସ୍ ପତ୍ର ସବୁ ଏଇଠି ଶୁଖିଛି, ଆମର ପ୍ୟାଣ୍ଟ ସାର୍ଟ ସବୁ ଶୁଖିଛି ଏଇ ଜାଗାରେ। ଆଉ ନଡ଼ିଆ ନଡ଼ିଆ ଯାହା ଶୁଖିଥିଲା ସବୁ ଗଳି ପଇଲାଇ, ନଡ଼ିଆ ଆଉ ନାହିଁ, ସବୁ ଏ କଞ୍ଚା ନଡ଼ିଆ ଗୁରା। ନଡ଼ିଆ ଶୁଖିଲେ ସେ ସବୁ ଗଳିବ, ବୁଝିଲ। ଆଉ ସଜନା ଛୁଇଁ ସବୁ ହେଇଛି ଦେଖିଲ, ଖାଉନାହାନ୍ତି, ସବୁ ମୋଟା କରିକିରି ନଷ୍ଟ କରୁଛନ୍ତି। ଆମକୁ ମୋତେ ଭଲ କହିଦିଅନ୍ତେ ମୁଁ ନେଇ ପଳାନ୍ତି, ଦେଖିଲେ ସଜନା ଛୁଇଁ ଗୁରା ସବୁ ନଷ୍ଟ କରୁଛନ୍ତି। କ'ଣ କହିବ ଏ ଲୋକକୁ। ହଁ, ଗାଡ଼ି ଆମର ପଶିଯାଇଛି କେଉଁଠି ନା ଗେଟ୍ରେ। ହେଲମେଟ୍ ଏରିଆ ସବୁ ଥୁଆ ହେଇଛି, ଜିନିଷପତ୍ର ଥୁଆ ହେଇଛି। ଯିବା ଭିତରକୁ ଯିବା କ'ଣ ସବୁ କାମ ସବୁ ପେଣ୍ଡିଂ ହେଇ ପଡ଼ିଛି। ବାସନ ଧୁଆ ହେବ, ତାପରେ ଇଏ ହେବ, ଘର ଟିକେ ଝାଡ଼ୁ ମରା ହେବ, ତାପରେ ପ୍ରଭୁଙ୍କର ସନ୍ଧ୍ୟା ଆଳତି ହେବ। ଆଉ କ'ଣ କରିବା, ଏମିତି ଚାଲିଛି ଆଉ। ଗରମ ଯେ ପ୍ରବଳ ଗରମ, ଟିକେ ସୁଲସୁଲିଆ ପବନ ମାରୁଛି ବୋଲି ମୁଁ ଏଠି ଟିକେ ବୁଲୁଛି, ନହେଲେ ଏଠି କେଉଁଠି ମୁଁ ବସି ପାରିଥାନ୍ତି, କ'ଣ କରିଥାନ୍ତି, ମୁଁ ଯାଇ ଫ୍ୟାନ୍ରେ ବସିଥାନ୍ତି। ଫ୍ୟାନ୍ ପବନ ବି ଗରମ ପବନ ବାହାରୁଛି, ବୁଝିପାରିଲେ। ଏଇଆ ଆଉ କଥା। ଆଉ ଯେଉଁମାନଙ୍କର ସବୁ ଏସି ଅଛି ସିଏ ପୁରା ଗୋଡ଼ ଉପରେ ଗୋଡ଼ ପକେଇକିରି ଶୋଇଥିବେ, ବୁଝିପାରୁଛ। କିନ୍ତୁ ଏସି ଭାରି ଡେଞ୍ଜର ଦେହ ପାଇଁ। କ'ଣ ପାଇଁ ନା ଇମ୍ୟୁନିଟି ପାୱାରଟା କମିଯାଏ। ଏସିରେ ଯିଏ ବେଶୀ ସମୟ ରହିବ ଇମ୍ୟୁନିଟି ପାୱାରଟା କମିଯାଏ, ଏଇଟା ମନେ ରଖିଥିବେ। ଏସିରେ ଜମା ଏତେ ସମୟ ବସିବେ ନାହିଁ, ବୁଝିପାରୁଛନ୍ତି। ଆଉ ଗରମ ବି ସହିପାରିବେନି ହଠାତ୍। ଆମେମାନେ ତ ଗରମ ସହିଯାଉଛି, କିନ୍ତୁ ଏସିରେ ଯେଉଁମାନେ ବସୁଛନ୍ତି ସେମାନେ ଗରମ ସହିପାରିବେନି। ଏମିତି ଅଛି। ଆଉ ଯିବା ସବୁ କାମଧନ୍ଦା ସାରିଦେବା, ତାପରେ ଆପଣମାନଙ୍କ ସାଙ୍ଗରେ କଥାବାର୍ତ୍ତା ଜାରି ରହିବ, ଠିକ୍ ଅଛି। ଏମିତି ଆଉ ସବୁ ଅଛି। ଆଉ 4ଟା ବେଳର ବାହାର ପଟର ଦୃଶ୍ୟ ଏମିତି ଅଛି। ସୂର୍ଯ୍ୟ ମହାପ୍ରଭୁ କୁଆଡ଼େ ପଳେଇଲେଣି, କିନ୍ତୁ ଗୁଳୁଗୁଳି ଚଲେଇଛି। ଯାହା ହଉ ଟିକେ ଗୁଳୁଗୁଳିରୁ ତ୍ରାହି ମିଳିଲା, ବୁଝିଲ। ଏଇଠି ସବୁ କାମ ସବୁ ସାରିକିରି ଧୋଇ ଧାଇ ହେଇ ଏଇଠି ବସିଛି କେଉଁଠି ନା ବାହାରେ। କରେଣ୍ଟ କାଟି ଦେଇଛି, ବହୁତ ଜୋରେ ଗରମ ହେଉଛି ରୁମ୍ରେ। ଏଇଠି ବାହାରେ ବସିଛି, ବାହାରେ ଟିକେ ଥଣ୍ଡା ପବନ ମାରୁଛି। ଦେଖ ପବନ ମାରୁଛି, ଟିକେ ଟିକେ ଭଲ ପବନ ବି ମାରୁଛି। ଏଠି ବାହାରେ ବସିଛି, ପୁରା ଚାଙ୍ଗା ଲାଗୁଛି, ମାଇଣ୍ଡ ଫ୍ରେଶ୍ ହେଇଯାଉଛି ପୁରା ଏ ଜାଗାରେ ବସିଲା ବେଳକୁ, ବୁଝିଲ। ସେଠି ତାସ୍ ବସିକି ଖେଳୁଛନ୍ତି, ତାଙ୍କର ଡେଲି ଚାଲିଛି ତାସ୍, ବୁଝିଲ। ଏଇଠି ବସିଛି ଆଉ କ'ଣ କରିବା। ଭାଇ ଏପର୍ଯ୍ୟନ୍ତ ଆସିନି। ମୋତେ ବୋଉ ଭାଇ ଫୋନ୍ କରିଥିଲା, କହିଲା ଭାଇ ଗଲାଣି ବୋଲିକିରି, ଏପର୍ଯ୍ୟନ୍ତ ଆସିନି। କାହିଁକିନା ରୋଡ଼ଟା କାମ ହେଉଛି, ତାକୁ ଅଧ ବାଟରେ ଛାଡ଼ି ଦେଇଛି, ଚାଲି ଚାଲି ଆସୁଛି। ବାବୁ ଆମର ଚାଲି ଚାଲି ଆସୁଛନ୍ତି। ଆଉ ଟାଇମ୍ ହେଇଗଲାଣି ସନ୍ଧ୍ୟା ଦେବାର ଟାଇମ୍, ପ୍ରଭୁଙ୍କର ସନ୍ଧ୍ୟା ଆଳତି ହେବ। କରେଣ୍ଟଟା କାଟି ଦେଇଛି, ବହୁତ ଜୋରେ ଗରମ। କରେଣ୍ଟଟା କେତେବେଳେ ଆସିବ କେଜାଣି କିଛି କହି ହେଉନି। ତାପରେ ସନ୍ଧ୍ୟା ଦେଇ ସାରିଲା ପରେ ଆମର ରାତ୍ରି ଭୋଜନ ପାଇଁ ପ୍ରସ୍ତୁତ ହେବା। କ'ଣ ଆମର ରାତ୍ରି ଭୋଜନ କରିବା, ମୁଁ ଆଜି ପ୍ଲାନିଂ କରିଛି କ'ଣ କରିବା ନା, ବହୁତ ଦିନ ହେଲାଣି ପଖାଳ ଖିଆ ହେଲାଣି। ପଖାଳ ଆଉ କରିବାନି, ଆଜି କରିବା କ'ଣ ନା ରୁଟି କରିବା, ସନ୍ତୁଳା କରିବା, ହେଲା। ଆଜି ରୁଟି ସନ୍ତୁଳା କରିକିରି ଖାଇବା। ରୁଟି ସନ୍ତୁଳା ତ ଖାଇବାକୁ ଇଚ୍ଛା ନାହିଁ ଗରମରେ, ହେଲେ ବି ପଖାଳ ଖାଇ ଖାଇକରି ପୁରା ବୋରିଂ ଲାଗିଲେ। ଆଉ କ'ଣ କରିବା, ଏମିତି ତ କଥା। ଓହୋ କି ପବନରେ ପ୍ରଭୁ, ଆଉ ଟିକେ ପବନ ଦିଅ। ଏ ଖାଲି ଏ ବିଲ୍ଡିଂଟା ଅଟକେଇ ଦେଉଛି ପବନଟାକୁ। ଆଉ ଏଇ ପଟରେ ଯାହା ପବନ ଆସୁଛି, ଏ ବିଲ୍ଡିଂଟା ଅଟକେଇ ଦେଉଛି। ଆଉ ଗେଟ୍ ପଟରେ ଯାହା ପବନ ଟିକେ ଟିକେ ଆସୁଛି। ବିଲ୍ଡିଂ ଯଦି ନଥାନ୍ତା, ଏ ବିଲ୍ଡିଂଟା ଆଉ ଆର ପଟ ବିଲ୍ଡିଂଟା ଦେଖାଯାଉଥିବ, ହେଲା। ଏଇ ଯେଉଁ ସେ ସାଇଡ଼ ବିଲ୍ଡିଂଟା, ସେ ସାଇଡ଼ ବିଲ୍ଡିଂଟା ଯଦି ନଥାନ୍ତା, ଆଉ ଏ ବିଲ୍ଡିଂ ଯଦି ନଥାନ୍ତା, ପବନ ମାନେ ପୁରା ଚାଙ୍ଗା ପବନ ମାରିଥାନ୍ତା ଏ ଜାଗାକୁ। ରାତିରେ ଏଠି ନିଦ ହେଇଯାଇଥାନ୍ତା ଆଉ ବସିଲା ବେଳକୁ, ଆଉ ବୁଝିଲ। ଏଇ ହେଉଛି କଥା। ଆଉ ସାର୍ ମାନେ ଆସିଲେ, ହେଲା। ମୁଁ ଏଇଠି ବସିଥିଲି, ସାର୍ ମାନେ ଆସୁଛନ୍ତି। ଓହୋ ପୁରା ଚାଲିରେ ପୁରା 1,00,000 ଟଙ୍କା ଗଳି ପଡ଼ୁଛି ଲୋ ବୋପାଲୋ। ଓହୋ ଓହୋ ଓହୋ, କ'ଣ କଲା ସିଏ? ନାଇଁ ମ, ଏ ଇସି କି କଥା ଏଗୁରାକ। ଇସି କାହିଁକି ଆମର ଏପଟେ ଯାଇ ବନ୍ଦ ହେଇଗଲାଣି। ବାଟ ବନ୍ଦ ହେଲେ ମୁଁ ସାଇକେଲ ଧରିକି ଯିବି, ଆଉ କ'ଣ କରିବି। ଇସି କରେଣ୍ଟ କାଟି ଦେଇଛି ବା, ମୁଁ ସେଇଠି ବସିଛି ଏଇଠି ବାହାରେ। କାହିଁ ସେ ଘର ଭିତରେ ପଉଛ? ଏଇ ପଶ ନାହିଁ ବେ, ଘର ଭିତରେ ପଶନି। ଇସି
ଭାଇ କାହିଁ ହସୁଛ କାହିଁକି ବା କ'ଣ ପାଇଁ ବା ଆଚ୍ଛା ତୁ କାହିଁ ହସୁଛୁ ତୁ ଫୋନ୍ ରଖିଦେଇ ଯାଇଛୁ ଭାଇର ଫୋନ୍ କେମିତି ଆଲାଉ ରହିଛି ତୋର ମେଲ୍ ଦେଲା ନାଇଁ ଫୋନ୍ଟା ଦେଖେ କିଏ ଫୋନ୍ କରିଥ ମୁଁ ବି ଆଉ ତ ଫୋନ୍ ଦେଖି ନାହିଁ ବୁଝିଲୁ କୋଉଠି ସୁଇଚ୍ ଅଫ୍ ଅଛି ସେ ସୁଇଚ୍ ଅଫ୍ ଖୋଲା ଅଛି ଓହୋ ସେ କଥା କହୁନୁ ଆଉ ମୁଁ ଭାଇ ଗୋଟେ କାହା ସାଙ୍ଗରେ କଥା ହେଉଛି ଭାଇ ଆମର ଏଇଠି କମ୍ପାନୀରେ ଫୋନ୍ ଆଲାଉ ନାହିଁ ବୋଲିକିରି ସେ ତାକୁ ଫୋନ୍ଟାକୁ କ'ଣ କରିନା ଫ୍ଲାଇଟ୍ ମୋଡ଼୍ ମାରିଦେଇକିରି ପଳେଇଛି ଘରେ ରୁମ୍ରେ ଥୋଇ ଦେଇକି ଯାଇଛି ମନ ଭାରି ଦୁଃଖ ପକେଟ ପୁରା ଖାଲି ଖାଲି ଲାଗୁଥିବ ନା ତତେ ଲକର୍ ଚାବି ଦେଇନାହାନ୍ତି ଏଇ କଥା କହିବି ହଁ ମତେ କହୁଥିଲା ମୁଁ ତାକୁ ଦେଖି ନାହିଁ ଏବେ କେମିତିଆ ଲୋକଟା ବୁଝିଲୁ ଡାଇବେଟିସ୍ ବଢିଗଲା ନା କ'ଣ କାଲି 4:30 ଫୋନ୍ କରି କଥା ହେଇଛି କାଲି 4:30 ଫୋନରେ ମୁଁ କଥା ହେଇଛି ସଞ୍ଜୟ ଯୋଉ ଇଏ କୋଉଠି ରଖିବି ଖାଇଲି ସେ କେମିତିଆ ଲୋକଟା ମୋ ଭାଇ ଫଟୋ ଦେଖିଲା ଅଛି ମୁଁ ତା ଦେଖିଥିବି କିନ୍ତୁ ମୋର ମନେ ପଡ଼ୁନି ବୁଝିଲ ପ୍ରଭୁଙ୍କର ସନ୍ଧ୍ୟା ଆଳତି ଶେଷ ଠିକ୍ ଅଛି ଭାଇ ଆମର ଏଠି ପହଞ୍ଚିକିରି କ'ଣ କରୁଛି ନା ଅଟା ଚକଟୁଛି ଗୋଡ଼ କାଢ଼େ ଗୋଡ଼ ଲଗାନା ଓହୋ ପିଲା ଅନେଇକି ଟିକେ ଅନେଇଲି ମୁଁ ଟିକେ ଅନେଇଲି ବାସ ହେଇକିରି ତୁ ରୋଷେଇ କରୁଛୁ ଓହୋ ଓହୋ କ'ଣ କଲା ସେ ବଢ଼ିଆ 18 ବର୍ଷରେ ଥରେ 36 ବର୍ଷରେ ଆଉ ଗୋଟେ ବ୍ୟସ୍ତ କ'ଣ ଏଇଠି ଆଉ ଆମର ଏଠି ରୋଷେଇ କ'ଣ ଚାଲିଛି ନା ଏଠି ଅଟା ଚକଟା ଚାଲିଛି ରୁଟି ହବ ଏଠି ସନ୍ତୁଳା ପାଇଁ ପରିବା ସବୁ ସିଝା ହେଉଛି ହେଲା ଆଳୁ ବାଇଗଣ କାଙ୍କଡ଼ ପୋଟଳ ବିଲାତି କଖାରୁ ଅମୃତଭଣ୍ଡା ସବୁ ବିଭିନ୍ନ ପ୍ରକାର ଭେଜ୍ ପରିବା ଏ ଚାଲିଛି ଆଉ ଏଠି ଏତେ ଗରମରେ ଏ ଚାଲିଛି କ'ଣ ନା ଚା ବୁଝିଲ ଏ ଚା ଚାଲିଛି ମାନେ କୋଉ ରେଟ୍ର ଗରମ ଦେଖ ବୁଝିଲ ଖାଲି ଦେହରେ ଷ୍ଟିଲ୍ ବଟି ଦେଖେଇକିରି ଏଠି ରୋଷେଇ ଚାଲିଛି ये स्टील बॉडी देखा मु भी स्टील बॉडी देखा बाजिलानी केतना 7टा बाजिगलानी आमर चलची कौन आज हूँ सेमिफाइनाल आमर गुजरात बांग्लोर फैन भाई आमर मोर तो चेन्नई फैन चेन्नई तो कटि जाइए मो या गुजरात को सपोर्ट करी कहीं मो विपरीत टीम ठीक है 18 वर्ष थे गोटे कम नहीं 36 वर्ष आ गए नब कौन हम कहीं व्यस्त हो देख बुझिपार भाई ये पूरा चल ओ दे मुह पूरे दे भर मुह पूरे दे मुह पूरे दौनु मुह पूरे दे चली सतुलाटा चली बसी परिया सब सीधा हो भाई एरिया को सब कम चली पवन रे बढ़िया पवन मार्च जगह पछपटू बढ़िया बढ़िया पवन मार्च कौ पटर सुलसुलिया पवनटा आसूसी तो रात्रि दृश्यटे आपण मान सामने एमती अच्छी ठीक अच्छे एमती अच्छी पूरा सुखिला सुखिला पाग किसी वर्षार आशंका भी ना आपण मानू दिन में देखी वर्षार आशंका टी थेला ये भैया वर्षा वर्षा किसी ना एमती अच्छी झाड़ जे प्रबल झाड़ कौन करा ना टी जल्दी जल्दी रोषे कर खाई पीकि शोई पड़िया आउ कर्मक्षेत्र पुणी मोर केतटा ना सकाल 6टा बुझीपार रसीद गाँव खेलुनी खेलुची ठीक अच्छे एवं रोषे चली रुटी बेला सरीगला रुटी बेला एमती अच्छी शेष बेला कार्यक्रम शेष ये तावा बसीगला सेका हाँवाई
रुटीटा सेकिदेवा तापर आमर ये सतुला सरीगला टे देखई दूसरे आपण मानक है केमती कमेंट मध्यम जनइबे खाइबाटा बुझल एमती अच्छी खाइबाटा भाई आमर ये कौन करना बसिक घर को कथा बुझल ये बो सांगे कथा बो सांगे ये कथा देखुच हाँ भाज आमर ये ठीक अच्छे तो ये पूरा झाड़ न पूरा आंठी हो गला रुटी बेलिया जाए माने एत कष्ट रोषे करा भारी कष्ट प्रबल माने कष्ट होलानी प्रबल जोरे आ किसी समय सरीगले सरीगला खाई पीकि आराम से शोई पड़िया शोब कौन तो घर तो एत जोर गरम अच्छे तो शोया तो मुस्किल हो जाए शोब कौन शांति है जहाँ कौन करा ना सेकिया खाइबा रेडी खाइल केम लगे टेस्ट कर ये आमर बेस्ट टेस्ट मैंने बसी अभी ठीक अच्छे तो ये आमर खाइबा रेडी हो गलु खाइबा आसी 8:30 होगा टाइम ये आमर चलती कौन आरसीबी गुजरात मैच चलती मैच देखा चलती ओह सुपर कैच चांगा कैचटा जाऊँ खाइबा पूरा दिन मान पूरा ब्लॉग देखिले आपण मैंने केमती लगिला कौन लगिला वीडियो टी एंड रखुची कमेंट करेंगे बुझे कि आती सपोर्ट रखु मो प्रति आपण भल पाइबा मुझे ये पर्यटन पहुँची जब वीडियो भल लगी लाइक शेयर सब्सक्राइब निश्चय करेंगे रोची बाय गुड नाइट।